ଦେଖିବା ଜୁନିୟର ଟିଚର ସ୍କେମାଟିକ୍ ଯେତେବେଳେ ଆମେ ସ୍କୁଲ ଜଏନ୍ କରିବା ଜଏନିଂ ଯେଉଁ ଆପ୍ଲିକେସନଟା କେମିତି ଲେଖିବା ବା କ'ଣ ଆପ୍ଲିକେସନ ଲେଖିକି ଦେବା ଓ ଆପଣ ଆଜି ଯେହେତୁ ଓରିଏଣ୍ଟେସନ୍ କାଲି ରବିବାର ରହିଛି ସୋମବାର ଜଏନ୍ କରନ୍ତୁ ସବୁ ସୁବିଧା ରହିବ ଜଏନ୍ କଲେ ସୋମବାର ଆଉ ସୋମବାର ଜଏନ୍ କରନ୍ତୁ ଶୀଘ୍ର ଜଏନ୍ କଲେ ଭଲ ସ୍କୁଲ ଆୱାର ଭିତରେ ଯେମିତିକି 9ଟା ପୂର୍ବରୁ 9ଟା 9:30ରେ ଜଏନ୍ କଲେ ବି ଭଲ। ପ୍ରଥମ ଦେଖନ୍ତୁ ଆଗ ଟୁ ଦ ହେଡ଼ମାଷ୍ଟର ବା ହେଡ଼ମିଷ୍ଟ୍ରେସ୍ ସ୍କୁଲ ନେମ୍ ଏଇଠି ଦେବେ ଯେଉଁ ସ୍କୁଲରେ ଜଏନ୍ କରିବେ। ଏଠି ଦେଖନ୍ତୁ ମୁଁ ମେନସନ୍ କରିଛି ଭାପୁର ନୟାଗଡ଼। ଆପଣ ଯେଉଁ ବ୍ଲକ ଏବଂ ଯେଉଁ ଡିଷ୍ଟ୍ରିକ୍ଟରେ ଜଏନ୍ କରୁଛନ୍ତି ତାକୁ ମେନସନ୍ କରିବେ। ସବଜେକ୍ଟ ଲେଖିବେ ରିପୋର୍ଟ ଜଏନିଂ ରିପୋର୍ଟ ଅଫ୍ ସେଲ୍ଫ। ରେଫରେନ୍ସଟା ଦେବେ ଡିଷ୍ଟ୍ରିକ୍ଟ ଏଜୁକେସନ୍ ଅଫିସର ନୟାଗଡ଼। ଆପଣ ଯେଉଁ ଡିଷ୍ଟ୍ରିକ୍ଟର ଜଏନ୍ କରୁଛନ୍ତି ସେଠି ତାଙ୍କର ନାଁ ଲେଖିବେ ଏବଂ ଯେଉଁ ଅଫିସ୍ ଅର୍ଡ଼ର ଆପଣଙ୍କୁ ଦିଆହେଇଛି ତା ନାଁଟା ତା ନମ୍ବରଟା ଲେଖିବେ ଏବଂ ଡେଟ୍ଟା ଲେଖିଲେ ଭଲ। ଏଠି ବି ଆପଣ ଆହୁରି ଆଡ଼୍ କରିପାରିବେ ଏସ୍ଏମ୍ର ଯେଉଁ ଆଡ଼ଭର୍ଟାଇଜମେଣ୍ଟ ନମ୍ବରଟା ବି ମେନସନ୍ କରିପାରିବେ। ରେସପେକ୍ଟେଡ୍ ସାର୍ ମ୍ୟାଡ଼ାମ୍, ଯଦି ସାର୍ ଥିବେ ସାର୍, ଯଦି ମ୍ୟାଡ଼ାମ୍ ଥିବେ ମ୍ୟାଡ଼ାମ୍, ଦୁଇଟାକ ସେଥିପାଇଁ ମୁଁ ମେନସନ୍ କରିଛି। ୱିଥ୍ ଡ୍ୟୁ ରେସପେକ୍ଟ ଆଇ ବେକ୍ ଟୁ ସେ ଦ୍ୟାଟ୍ ଆଇ ଅଜୟ କୁମାର ସାମଲ, ଏଠି ଆପଣ ନିଜର ନାଁ ଲେଖିବେ। ଜୁନିୟର ଟିଚର ସ୍କେମାଟିକ୍ ସାଇନ୍ସ କାଟାଗୋରୀ 1, ଆପଣ ଯେଉଁ କାଟାଗୋରୀରେ ଜଏନ୍ କରୁଛନ୍ତି ତାକୁ ମେନସନ୍ କରିବେ। ଇନ୍ ରେସ୍ପନ୍ସ ଦ ଅଫର୍ of appointment the post of junior teacher and posting here of a void notice number। ଏଇଠି ନୋଟିସ୍ ନମ୍ବରଟା କେଉଁଟା ପକାଇବେ ନା ଯେଉଁଟା ଆପଣ ଜଏନିଂ ଲେଟରରେ ପାଇଛନ୍ତି ତା ନମ୍ବରଟା ପକାଇବେ ଏବଂ ଡେଟ୍ ପକାଇବେ। କିନ୍ତୁ ଏଠି ଦେଖନ୍ତୁ ଏଠି ମୁଁ ମେନସନ୍ ଯେହେତୁ କରୁଛି ଏସ୍ଏମ୍ଇ ଓଡ଼ିଶା, ଆପଣ ଯେଉଁ ଜୁନିୟର ଟିଚରର ଆଡ଼ଭର୍ଟାଇଜମେଣ୍ଟ ବାହାରିଥିଲା ତାର ନମ୍ବରଟା ପକାଇବେ ଏବଂ ଡେଟ୍ଟା ପକାଇବେ। ତାପରେ ଡିଷ୍ଟ୍ରିକ୍ଟ ଏଜୁକେସନ୍ ଅଫିସର ନୟାଗଡ଼ ତାଙ୍କର ଅର୍ଡ଼ର ନମ୍ବର ପକାଇବେ ଏବଂ ଡେଟ୍ ପକାଇବେ। I would like to inform you I am joining my duties on 7/10/2024 9:30 AM ପକାଇଛି। ଆପଣ ଯେଉଁ ଦିନ ଜଏନ୍ କରିବେ ସେ ଡେଟ୍ଟା ପକାଇବେ ଏବଂ ସମୟ ପକାଇବେ। ଆଜ୍ ଏ ଜୁନିୟର ଟିଚର I will perform my duties sincerely, honesty and to best of my abilities. So I therefore request you to joining. So I therefore request you to kindly accept my joining report and obliged thereby। ଡେଟ୍ ପକାଇବେ ଯେଉଁ ଡେଟ୍ରେ ଜଏନ୍ କଲେ yours faithfully ଆପଣଙ୍କ ନାଁ ଲେଖିବେ।